ଏକ ଗୁରୁତ୍ୱପୂର୍ଣ୍ଣ ଖବର ସ୍ୱାଗତ କରୁଛି ମୁଁ ଅମ୍ବୁଜ। କନ୍ଧମାଳ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଚଳିତ ବର୍ଷ ଫୁଲବାଣୀ ସହରରେ ପାନୀୟ ଜଳର ସମସ୍ୟା ଗୁରୁତର ହେବାର ଆଶଙ୍କା ସୃଷ୍ଟି କରୁଛି। କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ପାନୀୟ ଜଳ ଯୋଗାଉଥିବା ପ୍ରକଳ୍ପ ଗୁଡ଼ିକରେ ପାଣି ଶୁଖିବାରେ ଲାଗିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ପିଲାଶାଳଙ୍କି ପ୍ରକଳ୍ପଠାରେ। ବହୁଚର୍ଚ୍ଚିତ ପିଲାଶାଳଙ୍କି ପ୍ରକଳ୍ପକୁ ଯଦି ଉଚିତ ଭାବରେ ତଦାରଖ ନ କରାଯାଏ ତାହେଲେ ସହରରେ ପାନୀୟ ଜଳର ସମସ୍ୟା ହେବାର ଅନୁମାନ କରାଯାଉଛି। ଅପରପକ୍ଷେ ଚାଷୀମାନଙ୍କ ପାଇଁ ଯେତିକି ପାଣିର ଆବଶ୍ୟକ ରହିଛି ତା ତୁଳନାରେ ବହୁତ କମ୍ ପାଣି ଯୋଗାଇ ଦେଉଥିବା ଯୋଗୁଁ ଚାଷୀମାନେ ନିଜ ନିଜ ଚାଷ ଜମିରେ ଠିକ୍ ଭାବରେ ପାଣି ଦେଇପାରୁନାହାନ୍ତି, ଯାହାକି ଚାଷୀମାନେ ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛି। ସେହିଭଳି ମା ନାରାୟଣୀ ମନ୍ଦିର ନିକଟରେ ଥିବା ପାନୀୟ ଜଳ ପ୍ରକଳ୍ପ ଦିନକୁ ଦିନ ପୋତି ହୋଇଯାଉଥିବା ଯୋଗୁଁ ଚଳିତ ବର୍ଷ ନାହିଁ ନଥିବା ଅସୁବିଧା ହେବାର ପୂର୍ବ ଅନୁମାନ କରାଯାଉଛି। ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ଯଦି ବର୍ତ୍ତମାନ ଠାରୁ ସଜାଗ ନ ହେବେ ତାହେଲେ ସହରରେ ପାଣି ପାଇଁ ବହୁତ ଗୁରୁତର ଅସୁବିଧା ହେବାର ଅନୁମାନ କରାଯାଉଛି। ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହେବେ ସହରବାସୀ ଏପରି ଆକଳନ କରାଯାଉଛି। ତେଣୁ ଜିଲ୍ଲା ବିକାଶ ପରିଷଦର ସମ୍ପାଦକ ଅଶୋକ କୁମାର ପରିଡ଼ା ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଥିବା ଦେଖିବାକୁ ମିଳିଛି ଓ ପାନୀୟ ଜଳ ଯୋଗାଣର କର୍ମକର୍ତ୍ତାମାନେ ସଚେତନ ହୋଇ ଚଳିତ ବର୍ଷ କିପରି ସଠିକ୍ ମାର୍ଗରେ ପରିଚାଳନା କରିବେ ସେ ନେଇ ପ୍ରଶାସନକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି। କନ୍ଧମାଳରୁ ଅମ୍ବୁଜ କୁମାର ବେହେରାଙ୍କ ରିପୋର୍ଟ, ଜଗନ୍ନାଥ ନ୍ୟୁଜ୍, ତଞ୍ଚିପୁର।